ବାଇକ ଚାଳକ ହୋଇଯାଆନ୍ତୁ ସାବଧାନ। ହେଲମେଟ ପିନ୍ଧିଲେ ବି କଟିବ 2000 ଟଙ୍କା। ଟ୍ରାଫିକ୍ ରୁଲ୍। ଏଣିକି ହେଲମେଟ ପିନ୍ଧିଲେ ବି ଦେବାକୁ ପଡ଼ିବ ଫାଇନ। ବାଇକ ଚାଳକ ଗଣିବେ 2000 ଟଙ୍କା। ଟ୍ରାଫିକ ନିୟମ ଅନୁସାରେ ହେଲମେଟ ନ ପିନ୍ଧି ଗାଡ଼ି ଚଲାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ସଠିକ ଭାବେ ହେଲମେଟ ନ ପିନ୍ଧି ଗାଡ଼ି ଚଲାଇଲେ ଆପଣଙ୍କୁ ଫାଇନ ନ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ, ଏଥିପାଇଁ ଟ୍ରାଫିକ ପୋଲିସ 1000 ରୁ 2000 ଟଙ୍କା ପର୍ଯ୍ୟନ୍ତ ଫାଇନ ଜାରି କରୁଛି। ତଥାପି ଏହି ନିୟମ ଜାଣିବା ପରେ ମଧ୍ୟ ଅନେକ ଲୋକ ହେଲମେଟ ପିନ୍ଧନ୍ତି ନାହିଁ। ଲୋକମାନେ ହେଲମେଟ ପିନ୍ଧନ୍ତି କିନ୍ତୁ ଏହାକୁ ଠିକ ଭାବେ ପିନ୍ଧିବାକୁ ଭୁଲି ଯାଆନ୍ତି। ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ କହୁଛୁ କିପରି ସଠିକ ଭାବରେ ହେଲମେଟ ପିନ୍ଧିବେ, ଯାହା ଦ୍ୱାରା ଆପଣ ନିରାପଦରେ ରହି ଫାଇନଠୁ ଦୂରେଇ ରହିପାରିବେ। କିପରି ହେଲମେଟ ପିନ୍ଧିବେ? 2 ଚକିଆ ଯାନରେ ବସିବା କିମ୍ବା ବସିବା ପୂର୍ବରୁ ହେଲମେଟ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଏହା ଜରୁରୀ ଯେପରି ଦୁର୍ଘଟଣା ସମୟରେ ଆପଣଙ୍କ ମୁଣ୍ଡ ଆଘାତ ନ ହୁଏ। ଅଧିକାଂଶ ଦୁର୍ଘଟଣା ମାମଲାରେ ମୁଣ୍ଡରେ ଆଘାତ ଯୋଗୁଁ ଲୋକମାନେ ପ୍ରାଣ ହରାନ୍ତି। ଏପରି ପରିସ୍ଥିତିରେ ଯେତେବେଳେ ବି ଆପଣ ହେଲମେଟ ପିନ୍ଧନ୍ତି, ନିଶ୍ଚିତ କରନ୍ତୁ ଯେ ଏହା ଆପଣଙ୍କ ମୁଣ୍ଡରେ ସଠିକ ଭାବରେ ରହିଛି। ହେଲମେଟ ପିନ୍ଧିବା ପରେ ଷ୍ଟ୍ରିପ୍ ଲଗାଇ ଖାଇବାକୁ ଭୁଲନ୍ତୁ ନାହିଁ। ଅନେକ ଥର ଲୋକମାନେ କେବଳ ଫାଇନକୁ ଏଡ଼ାଇବା ପାଇଁ ହେଲମେଟ ବ୍ୟବହାର କରନ୍ତି। ସେମାନେ ଷ୍ଟ୍ରିପ୍ ଲଗାନ୍ତି ନାହିଁ। କେବଳ ଏତିକି ନୁହେଁ, ଅନେକ ଲୋକଙ୍କ ହେଲମେଟରେ ଲକ୍ ଷ୍ଟ୍ରିପ୍ ନାହିଁ। ଏହି ସମସ୍ତ ମସ୍ତି ପରିସ୍ଥିତିରେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ। ଭାରତ ସରକାର ମୋଟର ଯାନ ଅଧିନିୟମ 1998ରେ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ 2 ଚକିଆ ଯାନ ଚାଳକଙ୍କ ଉପରେ ହେଲମେଟ ନ ପିନ୍ଧିବା କିମ୍ବା ସଠିକ ପରିଧାନ ନ କରିବା ପାଇଁ ତୁରନ୍ତ 2000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ। ଏହା ପରେ ମଧ୍ୟ ଆପଣଙ୍କୁ 1000 ଟଙ୍କା ଜରିମାନା କରାଯିବ। ମୋଟ ଉପରେ ହେଲମେଟକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସଠିକ ଭାବରେ ପିନ୍ଧିବାକୁ ପଡ଼ିବ। ଯଦି ଏପରି ନ ହୁଏ ତେବେ ତୁମର 2000 ଟଙ୍କା ମୂଲ୍ୟର ଫାଇନ ଦେବାକୁ ପଡ଼ିବ। ହେଲମେଟରେ ଆଇଏସ ଚିହ୍ନ ରହିବା ଉଚିତ। ଯ ହେଲମେଟରେ ସାଇ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ISI ନାହିଁ, ତେବେ ଆପଣଙ୍କୁ 1000 ଟଙ୍କା ଜରିମାନା କରାଯାଇପାରେ। ଏହାର ଅର୍ଥ ହେଉଛି ଏକ ବାଇକ୍ ସ୍କୁଟର ଚଲାଇବା ସମୟରେ ଆପଣଙ୍କୁ କେବଳ ଆଇଏସ ଚିହ୍ନିତ ହେଲମେଟ ପିନ୍ଧିବାକୁ ପଡ଼ିବ। ଯଦି ଏହା ନ ହୁଏ, ତେବେ ମୋଟର ଯାନ ଅଧିନିୟମର ଧାରା 194(9)(4) ଏ ଅନୁଯାୟୀ ଆପଣଙ୍କୁ 1000 ଟଙ୍କା ମୂଲ୍ୟର ଏକ ଫାଇନ ଦିଆଯିବ। ତେବେ ଦିଲ୍ଲୀ ପୋଲିସ ବର୍ତ୍ତମାନ ଲୋକଙ୍କ ଉପରେ 1000 ଟଙ୍କା ଫାଇନ ଜାରି କରୁଛି।